দিনে দেবরাজ ইন্দ্রকে পরাজয় করে নাম বহিছিলা ইন্দ্রজিৎ। রাবণর পুয় ইন্দ্রজিৎ এ পর্যন্ত জীবিত। লঙ্কারে ଆଉ ବୀର ଖୋଜିବା କଣ ଦରକାର? ଲଙ୍କାରେ ଆଉ ବୀର ଦରକାର ନାହିଁ। ଗୋଟିଏ ପୁଅ ରାମ ଲକ୍ଷ୍ମଣ ସହିତ ସମସ୍ତ କପି ଭଲୁକ ସୈନ୍ୟମାନଙ୍କୁ ନିଃସନ୍ଦେହରେ ହତ୍ୟା କରିବ। ଆଦେଶ ଦିଅ। ମୋ ସମ୍ବାଦକୁ ପତ୍ର ଦ୍ୱାରା ଲେଖି ମୋ ପୁଅ ଇନ୍ଦ୍ରଜିତ ନିକଟରେ ପଠେଇ ଦିଅ। ରାବଣ ସେଦିନ ଆଦେଶ ନିର୍ଦ୍ଦେଶ ଦେଲେ। ମନ୍ତ୍ରୀ ସୁଖ ସାରଣ ପତ୍ରଟିଏ ଲେଖିଲେ, ଦୂତ ହାତରେ ପଠେଇ ଦେଲେ ଇନ୍ଦ୍ରଜିତ। ଇନ୍ଦ୍ରଜିତ ପତ୍ର ପାଇଲେ ଦୁଃଖ କରିବା ପରେ ଏ ମା ଲକ୍ଷ୍ୟ ଦେବ ତେଣେ ଘଟଣାଟି ହୋଇଛି କଣ? ରାବଣର ପୁଅ ଇନ୍ଦ୍ରଜିତ ସେଦିନ ନିଜର ପତ୍ନୀ ଏ ସୁଲୋଚନାକୁ ସଙ୍ଗରେ ଧରି ସିଏ ଆଜି ପହଞ୍ଚିଛି ପୁଷ୍ପବାଟିକାରେ। ପୁଷ୍ପବାଟିକାରେ ଭ୍ରମଣ କରିବା ପାଇଁ ମନ ବଳାଇ ନିଜର ପତ୍ନୀକୁ ସଙ୍ଗରେ ଧରି ପୁଷ୍ପବାଟିକାରେ ପହଞ୍ଚି ଦେଖୁଛି ସବୁ ନାନା ରଙ୍ଗର ଫୁଲ ଫୁଟିଛି। ଇଏ ଜୁଇ ଯାଏ ବୋଲି ପ୍ରକୃତି କବି ଗଙ୍ଗାଧର ମେହେର ଲେଖିଲେ ଉଦ୍ୟାନଟି କିଭଳି ହୋଇଛି। ଏ ଛୁଆ ଇଏ ଜୁଇ ଯାଏ ବୋଲି ସେବତୀ ନାରୀ ଗୋଲାପ ହେଲା ଟଗର। সেদিন রাবণর পুয় ইন্দ্রজিৎ পুষ্পবাটিকারে পৌঁছিলা। দেখিলা নানা রঙর ফুল ফুটিছি, মন্দ মন্দ পবন বহুছি, মন আনন্দ ଅଛି ইন্দ্রজিৎ। ନିଜର ସ୍ତ୍ରୀକୁ ଡାକିଦେଲା, ଗୋ ପ୍ରେମମୟୀ ଏ ସୁଲୋଚନା, ଏ ପୁଷ୍ପବାଟିକାର ଯେଉଁ ଆନନ୍ଦ ଦୃଶ୍ୟ, ଏ ମନୋରମ ଦୃଶ୍ୟ, ଏ ମନୋରମ ଦୃଶ୍ୟକୁ ମୁଁ ଦେଖିଲା ପରେ ତମେ ଯେହେତୁ ମୋର ସ୍ତ୍ରୀ ମୋ ପାଖରେ ଅଛ, ଇଏ ଉଦ୍ୟାନରେ ପ୍ରେମ କରିବା ପାଇଁ ମୋର ଇଚ୍ଛା ହେଉଛି। ଇନ୍ଦ୍ରଜିତ ଡାକୁଛନ୍ତି, ରେ ସୁନ୍ଦରୀ, ଦୟାକରି ବହୁଦିନ ହେଲା ତମ ନିକଟରେ ମୁଁ ପ୍ରୀତି ଚାଖିନି। ଆଜି ପ୍ରୀତି ମଦ ପିଇବା ପାଇଁ ମୋର ଇଚ୍ଛା ହେଉଛି। ନାଇଁ, ଦୟାକରି ତମେ ଟିକେ ପ୍ରୀତିର ମତେ ଦିଅ। ଗଣ୍ଡ ଦେଶରେ ଗାଢ଼ ଚୁମ୍ବନକୁ ଆଙ୍କିଦେଲେ ଇନ୍ଦ୍ରଜିତ। ଡାକିଦେଲେ, ରେ ସୁନ୍ଦରୀ, ରେ ସୁଲୋଚନା, ଦୟାକରି ତମେ ମତେ ପ୍ରୀତି ଦାନ କର। ସୁନ୍ଦରୀ ଡବଲ ପିଣ୍ଡରେ ଛିଡ଼ା ହେବ। ଡବଲ ପିଣ୍ଡା ଲେଖିଆ ଦେଖ କାଳ ହେଲା ଇନ୍ଦ୍ରଜିତ ଉଦ୍ୟାନ ଭିତରେ ନିଜର ପତ୍ନୀକୁ ଡାକୁଛି, ରେ ପ୍ରେୟସୀ, ଦେଖ କାଳ ହେଲା ବାରିଦେ ରେ ବାରି ଯାଖି ମନରୁ ବାରିଦେ ରେ ବାରି ଯାଖି ମନରୁ ଦେଖ ପ୍ରେମ ଦାନ ଦିଅ। ଲାଜ ଲାଗୁଛି, କାହିଁକି ଲାଜ ଲାଗୁଛି?
ତୋ ଚରଣ ସେ